ଆଜି ହେଉଛି ଚତୁର୍ଥ ଶ୍ରାବଣ ସୋମବାର। ଶୈବପୀଠରେ କାଉଡ଼ିଆଙ୍କ ସୁଅ। ଶ୍ରାବଣର ସୋମବାର ଭକ୍ତିରେ ଭିଜିଲା ପାଟନା। ଭୋରୁ ଭୋରୁ ବୈତରଣୀ ନଦୀ ଘାଟରେ ଭକ୍ତଙ୍କ ଭିଡ଼। ହାତରେ କାଉଡ଼ି, ମୁହଁରେ ମହାଦେବଙ୍କ ନାମ। ଆଉ ଚାରିଆଡ଼େ ଶୁଭୁଛି ହର ହର ମହାଦେବ ଓ ବୋଲବମ୍ର ଗଗନଭେଦୀ ଧ୍ୱନି। ପବିତ୍ର ଚତୁର୍ଥ ଶ୍ରାବଣ ସୋମବାର ଅବସରରେ ପାଟନା ବ୍ଲକ ତଥା ଆଖପାଖ ଅଞ୍ଚଳର ବିଭିନ୍ନ ପ୍ରମୁଖ ଶୈବପୀଠରେ ଦେଖିବାକୁ ମିଳିଛି କାଉଡ଼ିଆ ଏବଂ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ। ଭୋର ସମୟରୁ ହିଁ ଐତିହାସିକ ବୈତରଣୀ ନଦୀର ପବିତ୍ର ଅନୁସିଆ ଘାଟରେ ପାଲଟିଥିଲା ଭକ୍ତିର ମହାସମୁଦ୍ର। ହଜାର ହଜାର ଭକ୍ତ ପବିତ୍ର ଜଳରେ ବୁଡ଼ ପକାଇ ନିଷ୍ଠାର ସହ ସଂକଳ୍ପ କରି ହାତରେ ଜଳଭରା କାଉଡ଼ି ଧରି ଆରମ୍ଭ କରିଥିଲେ ମହାଦେବଙ୍କ ଦର୍ଶନ ଯାତ୍ରା। ପାଦରେ ଦୂରତାର ଥକା ନଥିଲା, କିନ୍ତୁ ମନରେ ଥିଲା ଅପାର ଭକ୍ତି। ମୁହଁରେ ଥିଲା କେବଳ ଗୋଟିଏ ନାମ, ମହାଦେବ। ବିଭିନ୍ନ ଶୈବପୀଠରେ ପହଞ୍ଚି କାଉଡ଼ିଆମାନେ ଶିବଲିଙ୍ଗରେ ଜଳାଭିଷେକ କରିବା ସହ ବେଲପତ୍ର, ଫୁଲ, ଦୀପ ଅର୍ପଣ କରିଥିଲେ। ଦେବାଦିଦେବ ମହାଦେବଙ୍କ ଆଶୀର୍ବାଦ ପାଇଁ ଚାଲିଥିଲା ଭକ୍ତି ଏବଂ ଆସ୍ଥାର ଅର୍ଘ୍ୟ। जो बोलबम भक्त मैंने बुड़ पकाउछन्ति पानी नौछन्ति मु आज उपस्थित रही नदी रे आमे 3 सप्ताह हलानी एई काम प्राय करूछु। एबे हमर जो ऊपर मुंडर प्रबल वर्षा हितबारु जलस्तर बढ़ी बढ़ी चलीछि, तेणु लोक मानकु गाधैया पय आमे सचेतन करूछु। सुरक्षित रे गाधंतु एवं सुरक्षित रे पानी नेकरी मंदिर रे ढाळंतु। पानी प्राय 15 मीटर पाखापाखि रहउथिबो। आ पानी बढ़ी बढ़ी चलुछि। सकाळु आमे आसलु देखलु जे एबे पानी बढ़ी बढ़ी चलीछि हमर कंटिन्यूअसली। केन्दुझरରୁ ଦଶରଥ ବାରିକଙ୍କ ରିପୋର୍ଟ, ଜେଭିଆର ଓଡ଼ିଶା।